ଚାଲନ୍ତୁ ଆଜି ଆମେ ବନେଇବା ବେଲପଣା। ଏହାର ବହୁତ ଔଷଧୀୟ ଗୁଣ ଅଛି, ଦେହ ପାଇଁ ଏହା ବହୁତ ଭଲ। ଦେଖନ୍ତୁ ମୁଁ ପ୍ରଥମେ ବେଲ ନେଇଛି, ଦେଖିପାରୁଥିବେ ପାଚିଲା ବେଲଟିଏ। ତାପରେ ତାକୁ ଫଟେଇ ଦେଲି, ମୁଁ ଫଟେଇ ଦେଲା ପରେ ଦେଖନ୍ତୁ କେମିତି ଦେଖାଯିବ। ତାପରେ ଆମେ ଆକୁ କୋରିକି ବାହାର କରିବା। ମୁଁ ଚାମଚରେ କୋରିକି ସବୁ ବାହାର କରି ମୁଁ ତାକୁ ରଖିଦେବି। ଏହା ଦେହରେ ଆପଣ ଆବଶ୍ୟକ ମୁତାବକ ପାଣି ଦେଇ ଦିଅନ୍ତୁ। ପାଣି ଦେଇକି ତାକୁ ଭଲିକି ଚକୁଡ଼ନ୍ତୁ। ତାପରେ ଆପଣ ତାକୁ ଛାଣି ନିଅନ୍ତୁ ଏବଂ ତା ଦେହରେ ଗୋଲମରିଚ ଆଉ ଟିକେ ଚିନି ଟିକେ ପକାଇ ଦିଅନ୍ତୁ ଟିକେ, ଏବଂ ତାକୁ ଭଲ କରି ତାପରେ ଛାଣି ଦିଅନ୍ତୁ। ଆଉ ଛାଣି ଦେଲା ପରେ ଆପଣଙ୍କର ପ୍ରସ୍ତୁତ ହେଇଯିବ ଚିନି ଆଉ ଗୋଲମରିଚ। ମନେ ରଖନ୍ତୁ, ଚିନି ଆଉ ଗୋଲମରିଚ ଆଉ ଲୁଣ ଦେଇଦେଲା ପରେ ଆବଶ୍ୟକ ମୁତାବକ ବନିଯିବ ଆପଣଙ୍କର ଏହା ବେଲପଣା। ମୁଁ ଆପଣଙ୍କୁ ଦେଖାଉଛି, ଦେଖନ୍ତୁ ବର୍ତ୍ତମାନ ପାଇଁ ଏହା ଏବେ ପିଇବା ଉପଯୋଗୀ। ଛାଣି ଦେଇକି ହେଲା ପରେ ଏହା ଏବେ ପିଇବା ଉପଯୋଗୀ। ଏହା ଦେହ ପାଇଁ ବହୁତ ଭଲ। ଆପଣ ବି ଟ୍ରାଏ କରି ପିଅନ୍ତୁ ଗରମ ଦିନ।